टेन्थ क्लास पिलाଙ୍କର ଏକ୍ଜାମ ପାଖେଇ ଆସୁଛି। ବହୁତ ଜଣ ଭାବୁଛନ୍ତି କି ସାର୍ ଆମେ କେମିତି ପଢିବୁ, କ'ଣ ସିଡ୍ୟୁଲ ରହିବା ଦରକାର। ଗୋଟାଏ କଥା ତ ମୁଁ କହିବାକୁ ଚାହୁଁଛି, ଭାଇ ପାଠ ପଢ, ତୋ ପିଠିରେ କେହି ପଡିବେନି। ତେଣୁ 10th କ୍ଲାସ ପିଲା ଯୋଉମାନେ କି ପଢୁଛ, ସେମାନଙ୍କୁ ମୁଁ ଦିଟା ଜିନିଷ ରିଆଲିଟି କହୁଛି, ଯୋଉମାନଙ୍କୁ ଭଲ ଲାଗିପାରେ, ଖରାପ ଲାଗିପାରେ। ଫାଷ୍ଟ କଥା ତ, ଯୋଉମାନେ ଭାବୁଛନ୍ତି କି ଆମ ଟ୍ୟୁସନରେ କୋର୍ସ ସରିଗଲେ ଆମେ ପଢିଦବୁ, ସବୁ ଓଲଟେଇ ଦବୁ, ସେଇଟା ଭାଇ ସମ୍ଭବ ନୁହଁ। ଟ୍ୟୁସନରେ କୋର୍ସ ତାଙ୍କ ମନ ହେଲେ ଛାଡ଼ିବେ, ନ ସାରିଲେ ନାହିଁ, ତାଙ୍କର ଟ୍ୟୁସନ ବନ୍ଦ ହେଇଯିବନି, ତମ କୋର୍ସ ସରିଲା କୋର୍ସ ସାରିଦେବେ। କିନ୍ତୁ କୋର୍ସ ସରିଗଲେ କୋଉ ପିଲାଟି ପଢିଥାଏ ସେଇଟା ଗୋଟେ କଥା ନୁହଁ ଭାଇ, ତାପରେ ତମେ ପଢିବାକୁ ପଡିବ। ସେକେଣ୍ଡ କଥା ହଉଛି, ଆମ ସ୍କୁଲରେ ଯଦି କୋର୍ସ ସାରିଯିବ ତାହେଲେ ଆମେ ପଢା ସରିଯିବ। ଭାଇ ସ୍କୁଲରେ କୋର୍ସ ସବୁ ବର୍ଷ ସରେ ବୋଲିକା ସେଇଟା ତ ମୁଁ କାହିଁ ଶୁଣିବାକୁ ପାଉନି। କୋଉ ସ୍କୁଲରେ କୋର୍ସ ସରିବ କି ନାହିଁ ଏଇଟା ଆପଣ ଏମିତି ଭାବନ୍ତୁ, ଯୋଉ ସ୍କୁଲରେ ଏପର୍ଯ୍ୟନ୍ତ କୋର୍ସ ସରିଲାନି, ମାନେ ଇମାଜିନ କରନ୍ତୁ, ଯୋଉ ସ୍କୁଲରେ ପାଖାପାଖି 8-9 ମାସରେ କୋର୍ସ ସରିଲାନି, ସେ 15 ଦିନ ବା ମାସରେ କୋର୍ସ ସାରିବେ କେମିତି ଭାବୁଛନ୍ତି? ଆଉ କେତେ ପରସେଣ୍ଟ କଭର କରିଛି ସେଟା ଦେଖନ୍ତୁ। ଗୋଟେ ସାଇନ୍ସ କଥା କହୁଛି, ବେସିକ ସାଇନ୍ସର ଆମର ଯଦି ଫିଜିକାଲ ସାଇନ୍ସର ମେନ୍ ସବଜେକ୍ଟ ହଉଛି, ତାହେଲେ ଆଗ ଲାଇଟ୍ ଚାପ୍ଟର, ଇଲେକ୍ଟ୍ରିକ ଚାପ୍ଟର, ଆଉ ଏଗୁଡାକ ହଉଛନ୍ତି ମେନ୍ ଚାପ୍ଟର ଗୁଡା। ତେଣୁ ଏମାନଙ୍କୁ ଯଦି ପଢା ହେଇନି ତାହେଲେ ଆପଣ ବୁଝିଛନ୍ତି କି? ଯଦି ପଢା ହେଇଛି ତାହେଲେ ଆପଣ ବୁଝିଛନ୍ତି, ବୁଝିନୁ ତାହେଲେ ଆପଣ ଏଇଟା ପଢି ନାହାନ୍ତି ବୋଲି ଭାବନ୍ତୁ। ତେଣୁ ଭାଇ କେହି ପିଠିରେ ପଡିବନି, ଆରାମସରେ ପଢ। ଆଉ ଗୋଟେ କଥା ହଉଛି, ଆମର କ୍ଲାସ 10 ପିଲା, ସିରିୟସ୍ ପିଲା ଯୋଉମାନେ ଅଛ, ସେମାନଙ୍କ ପାଇଁ ଆମେ ଗୋଟେ କ୍ଲାସ ବ୍ୟାଚ୍ ଷ୍ଟାର୍ଟ କରିବାକୁ ଯାଉଛେ, ଯୋଉଥିରେ ଓନ୍ଲି ସିରିୟସ୍ ପିଲା ମତେ ଦରକାର ହେଲା। ଜାବଡ ଫାବଡ ଭାଇ ଦରକାର ନାହିଁ। ମୁଁ 5ଟା ପିଲା 10ଟା ପିଲାକୁ ପଢେଇବି, କିନ୍ତୁ ଆରାମସରେ ଯୋଉମାନେ ସିରିୟସ୍ ହେଇଥିବ କି ନାହିଁ, ମୁଁ ପଢିବାର ଅଛି, ମତେ 90% ପ୍ଲସ୍ ଆଣିବାର ଅଛି, ଭଲ ମାର୍କ ଗୋଟେ ଆଣିବାର ଅଛି। ସିରିୟସରେ ପଢ, ଭଲ ମାର୍କ ଆଣିବ। ଆଉ ଆମର ଷ୍ଟୁଡେଣ୍ଟ ଗୁଡାକ ଭଲ ଭଲ ମାର୍କ ଆଣନ୍ତି, ଯେମିତିକି ଭାଇ ସାଇନ୍ସରେ ମୋର ନିଜର 99 ଥିଲା, और क्या बोलूं हम ଷ୍ଟୁଡେଣ୍ଟଙ୍କର ଆମର 100ରୁ ସାଇନ୍ସରେ 100ରୁ 100 ଆସୁଛି। ତେଣୁ ଭଲରେ ପଢାପଢି କର, ଆମର ସବୁ ସବଜେକ୍ଟ ପଢା ହବ, ଗାଇଡାନ୍ସ ରହିବ। ଆଉ ଆରାମସରେ ଯୋଉମାନେ ସିରିୟସ୍ ଅଛ ପଢାରେ, ସେମାନେ ଓନ୍ଲି ମତେ କମେଣ୍ଟରେ ଦବ, ସାର୍ ସିରିୟସ୍ ଅଛି କ୍ଲାସ କୁହନ୍ତୁ, କିମ୍ବା ଟେଲିଗ୍ରାମ ଗ୍ରୁପରେ ଜଏନ୍ କରିବ, ମେସେଜ କରିବ ଗ୍ରୁପରେ। ମୁଁ ନମ୍ବର ଡାଇରେକ୍ଟ ଦେବିନି ଭାଇ, ନମ୍ବର ଦେଲେ ଡାଇରେକ୍ଟ ଝାବଡ଼ ଭଳିଆ ମେସେଜ କରିବ। ଭାଇ 15-20ଟା ପିଲା ଦରକାର, କିନ୍ତୁ ଭଲ ପିଲା ଦରକାର। ତେଣୁ ପଢାପଢି କର, କୋଉ ଟ୍ୟୁସନ କୋଚିଂରେ ପିଠିରେ ପଡିବନି। ତମେ ପଢି ସାରିଲା ପରେ କୋଉ ସାଙ୍ଗ ଦୋସ୍ତି ବି ତମର ପିଠିରେ ଆସିବେନି। ଏଇଟା ରିଆଲିଟି ଭାଇ। ଆମକୁ 10 କ୍ଲାସ ପରେ 10 କ୍ଲାସ ଭିତରେ ଆମକୁ କହୁଥିଲେ ବଡ ଭାଇ ମାନେ କି ଭାଇ 10 ଯାଏଁ ପଢିଲେ ତାପରେ ମଜା ହିଁ ମଜା। କିନ୍ତୁ ଯୋଉମାନେ ଆକ୍ଚୁଆଲି ସେଗୁଡ଼ା କହୁଥିଲେ, ସେମାନେ 10 ପରେ ପଢି ହିଁ ନାହାନ୍ତି। ତେଣୁ ନିଶ୍ଚିତ ଭାବରେ ପଢାପଢି କରନ୍ତୁ, କେହି ପିଠିରେ ପଡିବେନି ଭାଇ। ଜୟ ଜଗନ୍ନାଥ, ଜୟ ହିନ୍ଦ, ଜୟ ଭାରତ।